କଂଗ୍ରେସର ଇତିହାସ କହୁଛି। ଆପଣ କହିପାରନ୍ତି ତଲସରା କଥା କହିପାରନ୍ତି କି ଲକ୍ଷ୍ମୀପୁର କଥା କହିପାରନ୍ତି। ତଲସରା ଆଉ ଲକ୍ଷ୍ମୀପୁରକୁ ଯଦି ବାଦ୍ ଦେବା, ଅତୀତରେ ବହୁତ ଘଟଣାରେ ଦେଖାଯାଇଛି କଂଗ୍ରେସର ପତନ ବା କଂଗ୍ରେସ ଅଧୋମୁଖୀ ହେବାର ଏକମାତ୍ର କାରଣ ହେଉଛି ଯେଉଁମାନେ ସବୁ କଂଗ୍ରେସରେ ବହୁ ବରିଷ୍ଠ ନେତା ଅଛନ୍ତି, ବହୁତ ବଡ଼ ବଡ଼ ନେତା, ନାଁ ଥିବା ନେତା। ଜୟଦେବ ଜେନାଙ୍କୁ ନାଁ କହିଲେ ସମସ୍ତେ ଜାଣନ୍ତି, ସମଗ୍ର ଓଡ଼ିଶା ଜାଣନ୍ତି। ଶ୍ରୀକାନ୍ତ ଜେନା ସମସ୍ତେ ଜାଣନ୍ତି, ନିରଞ୍ଜନ ପଟ୍ଟନାୟକ ସମସ୍ତେ ଜାଣନ୍ତି। ଏମିତି ବହୁତ ବଡ଼ ବଡ଼ ନାଁ ଅଛି। କିନ୍ତୁ ଏମାନେ ସମସ୍ତେ ଏକାଠି ହେଇ ନ ପାରିବା ଯୋଗୁଁ, ପରସ୍ପର ଭିତରେ ଗୋଟେ ଅସୂୟା ଭାବ ରହିଥିବା ଯୋଗୁଁ ଇଏ କେତେବେଳେ ହେଲେ ମଇଁଷି ସିଂହ ଆଉ ଗୋଟା ହେଇପାରୁନି, ଫଟା ହେଇକି ହିଁ ସବୁବେଳେ ରହୁଛି, ଆମେ ଯାହା ଫଳରେ ପରାଭବ ଭୋଗୁଛି। ଏଇଟାକୁ ଆପଣ ଗ୍ରହଣ କରୁଛନ୍ତି କି କରୁନାହାନ୍ତି? ଆମେ ଲଗାତାର ଭାବରେ 6 ଥର ନିର୍ବାଚନ ହାରିଗଲୁଣି। ସାଧାରଣ କର୍ମୀମାନେ ଯେଉଁମାନେ ତୃଣମୂଳ ସ୍ତରରେ ଅଛନ୍ତି ସେମାନେ ଆମକୁ ଆଉ କ୍ଷମା ଦେବା ପରିସ୍ଥିତିରେ ନାହାନ୍ତି। ହୁଁ। ଯଦି ଆମେ କଂଗ୍ରେସ ଦଳକୁ ଏକଜୁଟ ହେଇକି ସବୁ ନେତା ଏକାଠି ହେଇକି ନ ଲଢ଼ିବୁ, ଆମକୁ ତୃଣମୂଳ ସ୍ତରର କର୍ମୀମାନେ କ୍ଷମା କରିବେନି। ଯଦି ନୂଆପଡ଼ା ନିର୍ବାଚନରେ ପଚାରୁଛନ୍ତି ଆପଣ କାହିଁ ଯାଇନାହାନ୍ତି, ହୁଁ। ମୁଁ ନିର୍ବାଚନ ମଣ୍ଡଳୀରେ କାଳୀପୂଜା କାଳୀ ମେଢ଼ ଥାଏ, ମୁଁ ପ୍ରତିବର୍ଷ ଯାଏ, ମୁଁ ଯାଇଥିଲି। ଲୋକ ପଚାରୁଛନ୍ତି। ଲୋକ ପଚାରୁଛନ୍ତି ଆପଣ କାହିଁ ପହଞ୍ଚି ନାହାନ୍ତି, ମୁଁ କହିଲି ନାଇଁ, ମୁଁ ଯିବି ଏଠୁ ଫେରିଲା ପରେ ମୁଁ ଯାଇକି ନୂଆପଡ଼ାରେ ରହିବି। ସମସ୍ୟା ବହୁଳ ଓଡ଼ିଶା ଯେଉଁ ଆଜି 16-17 ମାସ ଭିତରେ ଯେଉଁ ପରିସ୍ଥିତିର ମୁକାବିଲା କଲାଣି ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲା ପରେ, ସେ ସମସ୍ୟାରୁ ଉଦ୍ଧରିବା ପାଇଁ ଲୋକମାନେ ଚାହୁଁଛନ୍ତି ତମେ କଣ ଯାଅ। ସମସ୍ୟା? ଆପଣ ଯୋଉ 16-17 ମାସ ହେଲା, ଏବେ ବି ଆପଣ ଯେତେବେଳେ ନୂଆପଡ଼ା ଯିବେ କହିବେ ଯେ ସରକାରର ବିଫଳତା କଥା କହିବେ, କିନ୍ତୁ କଣ ଏମିତି 16-17 ମାସ ଭିତରେ ଗୋଟେ ଲୋକ ଗୋଟେ ସରକାରକୁ ଜଜ୍ କରିଥିବ ଯେ ସିଏ ଆପଣଙ୍କ କଥାକୁ ବିଲକୁଲ ଶୁଣିବ? ଆମକୁ କିଛି କହିବାକୁ ପଡ଼ିବନି, ଆମେ ତ ଲୋକଙ୍କୁ ମନେ ପକେଇ ଦେବୁ କଣ ବିଫଳତା ହେଇଛି 17 ମାସ ଭିତରେ। କିନ୍ତୁ ସାଧାରଣ ଲୋକ, ଯେଉଁମାନେ ସାଧାରଣ ଭୋଟର, ଯେଉଁମାନେ ଭୋଟ ଦେଇକି ଜିତେଇବେ କଂଗ୍ରେସକୁ, ଆମେ ଯେଉଁ ବିଶ୍ୱାସ ନେଇକି ଯାଉଛୁ, ସେମାନେ ପ୍ରଥମ ପ୍ରଶ୍ନ ପଚାରିବେ ମୋ ପିଲାଟି ଦାଦନ ଖଟିବାକୁ ବି ଯାଉଛି। ଇଏ ଷ୍ଟେସନରେ ଭରପୁର ପିଲା ଯାଉଛନ୍ତି ଦାଦନ ଖଟିବା ପାଇଁ, ଆଉ ଫେରୁନାହାନ୍ତି। କାହାର ହାତ ଚାଲି ଯାଉଛି, କାହାର ଗୋଡ଼ ଚାଲି ଯାଉଛି, ସେ ସେଇ ବିକଳାଙ୍ଗ ଅବସ୍ଥାରେ ଘରକୁ ଫେରୁଛି। ଏବଂ ତା ବାପା ମାଆଙ୍କୁ ପୋଷିବା ପାଇଁ ଯାଇଥିଲା ଗ୍ରାଜୁଏସନ୍ କରିଥିବା, ପୋଷ୍ଟ ଗ୍ରାଜୁଏସନ୍ କରିଥିବା ପିଲା ଯାଇକି ରଡ଼ ଉଠାଉଛନ୍ତି। ତା ବାପା ତାକୁ ପଚାରିବେ ତ ବିଜେପି ସରକାରକୁ 17 ମାସ ହେଲା 16 ମାସ ହେଲା ଭୋଟ ଦେଲଣି, କ'ଣ ତା ପାଇଁ କରାଯାଇଛି? ବୁଢ଼ାଟିଏ ପଚାରୁଛି, ତାକୁ କୁହାଯାଇଥିଲା 3000 ଟଙ୍କା ଭତ୍ତା ଦିଆଯିବ, ସରକାର ଆସିଲା କ୍ଷଣି ସେ ବୁଢ଼ା ବାପାଟି ପଚାରୁଛି ଯେ ମୁଁ ଘାସିରାମକୁ ଭୋଟ ଦେବି ଏଇଥିପାଇଁ ମୋତେ ଠକି ଦେଇକି ଭୋଟଟା ନେଇଯାଇଥିଲେ ଗଲାଥର। ଏବଂ ଠିକ୍ ସେଇଭଳି ଭାବରେ ସୁଭଦ୍ରା ଯୋଜନାରେ ମାଆଟିଏ ପଚାରୁଛି, ଭଉଣୀଟିଏ ପଚାରୁଛି 18 ବର୍ଷରୁ 60 ବର୍ଷ ସମସ୍ତ ମହିଳାଙ୍କୁ 50,000 ଟଙ୍କା ଭତ୍ତା ଭାଉଚରରେ ଦିଆଯିବ। ଏବଂ ସେ ରହିଲା ନାହିଁ, ସରକାର ଆସିଲା, ଜିତିଗଲେ। କିନ୍ତୁ ବିଜେପି ଦାବି କରୁଛି ସିଏ ସବୁ ପ୍ରତିଶ୍ରୁତି ଯାହା ନିର୍ବାଚନ ଗୋଟିଏ ମୁଁ ଆପଣଙ୍କୁ କହିବି, ଗୋଟିଏ କଥା ସେ କହିପାରିବେନି। ମନମୋହନ ସାମଲ ଯିଏ ତାଙ୍କର ସଭାପତି, ଯାହାଙ୍କ ନେତୃତ୍ୱରେ ନିର୍ବାଚନ ହେଉଥିଲା, ସେ ଗୋଟେ ବଡ଼ କଥା କହିଦେଇଥିଲେ, ଯେଉଁଦିନ ସରକାର ହେବ ସେଇଦିନ 4ଟା-5ଟା ବେଳେ ଆମେ ଆମର କ୍ୟାବିନେଟ୍ ବସିବ ଏବଂ କ୍ୟାବିନେଟ୍ ବସିକି ସେଇଠି ନିଷ୍ପତ୍ତି ହେବ, ସରକାର ହେବା ଦିନ ନିଷ୍ପତ୍ତି ହେବ, ଆମେ ସମସ୍ତଙ୍କୁ ଚିଟ୍ ଫଣ୍ଡ ଉପଭୋକ୍ତାମାନଙ୍କୁ ଆମେ ସମସ୍ତ ପଇସା କର୍ପସ ଫଣ୍ଡ କରିକି ଫେରେଇ ଦେବୁ। କ'ଣ ହେଲା? ଚିଟଫଣ୍ଡ ସେଠି କ'ଣ ଚିଟ୍ ଫଣ୍ଡ ଲୋକ ନାହାନ୍ତି? ନୂଆପଡ଼ାରେ ପଡ଼ିବ ନୂଆପଡ଼ା ନିଶ୍ଚିତ ଭାବରେ ଆପଣ ଖୋଜିଲେ 5-10 ହଜାର ଭୋଟର ବାହାରିବେ ସେଥିରେ। ଆପଣଙ୍କର ସେମାନେ କହିଥିଲେ 3100 ଟଙ୍କା ଧାନ କୁଇଣ୍ଟାଲ ଦେବୁ। ଛତିଶଗଡ଼ର ଲୋକ, ଏଠି ଆନ୍ଧ୍ରପ୍ରଦେଶର ଲୋକ ଆସିକି ଧାନ କିଣିକି ନେଇକି ଚାଲୁଛନ୍ତି 2000 ଟଙ୍କାରେ। 3100 ଟଙ୍କା ପାଇବାର କଥା ନାହିଁ। ଟୋକନ ଯିଏ 100 କୁଇଣ୍ଟାଲର ଟୋକନ ପାଇବା କଥା ତାକୁ ମାତ୍ର। କିନ୍ତୁ ସାର୍ ଦେଖନ୍ତୁ, ବର୍ତ୍ତମାନ ଡବଲ ଇଞ୍ଜିନ ସରକାର, କେନ୍ଦ୍ରରେ ବିଜେପି ସରକାର, ଏପଟେ ଆପଣଙ୍କର ରାଜ୍ୟରେ ବିଜେପି ସରକାର, ଡବଲ ନାହିଁ ବର୍ତ୍ତମାନ ଟ୍ରିପୁଲ ଇଞ୍ଜିନ ସରକାର, ଏଥିପାଇଁ ଯେ ସେପଟେ ଛତିଶଗଡ଼ରେ ମଧ୍ୟ ବିଜେପିର ସରକାର।